ନା ଫାଷ୍ଟ ର ନାଇଁ ବା ନାଇଁ ନାଇଁ ମୁଁ ଖେଳିବି କହିଲେ ଖେଳିବି ରହ ରହ ତୁ ସକାଳ ସେଦିନ ପ୍ରାଙ୍କ କରୁଥିଲୁ ଟି ସେଦିନ ତୁ ପ୍ରାଙ୍କ କରୁଥିଲୁ ଟି କେନ୍ତିଆ କରୁଥିଲୁ କହିବୁ ମତେ ତ ନିଜେ ସେଦିନ ଜୋରରେ ମୁଁ ଜାଣିଛି ତୁ ଏଇଟା ପ୍ରାଙ୍କ କରୁଛୁ ମୁଁ ଜାଣିଛି ଭଲ କି ତତେ ତୁ ରୋଲ୍ କରୁଛୁ ମୁଁ ଭଲ କି ଜାଣିଛି ହେଲା ମୁଁ ରଖିଲି କରୁଛୁ କି ତାକୁ ଯା ଗେମ୍ଟା କିନ୍ତୁ ତୁ ଭଲ ତୋ ମୁହଁରେ ଜମା ହସ ନଥିଲା କିନ୍ତୁ ମାନେ ପଡେ ମାନେ ପ୍ରାଙ୍କ ଚକରେ ମୁଁ କଣ କରି ପକେଇଲି ମୁଁ ଆକ୍ଚୁଆଲି ଜାଣିନି ଜବରଦସ୍ତ ପ୍ରାଙ୍କ ବାବାଙ୍କୁ ଏମିତି ଡରେଇଲି ଯେ ବାବା ଜାଣି କି ଦୌଡ଼ିଛନ୍ତି କେମିତି କଲୁ ଫାଷ୍ଟ ଚୁଟିଗୁରା ତ ସବୁ ବନ୍ଧା ହେଇଥିଲା ନା ଚିଠି ବନ୍ଧା ହେଇଥିଲା ମତେ ଥଣ୍ଡା ଲାଗୁଥିଲା ମାନେ ଥଣ୍ଡା ହେଇଥିଲା ନା ମୁଁ ଶୋଇଲି ମତେ ନିଦ ଲାଗିଲା ସମସ୍ତେ ଶୋଇପଡ଼ିଲେ ମୁଁ ଆଜି ପ୍ରାଙ୍କ କରିଦେବି ତାଙ୍କ ସମସ୍ତେ ପ୍ରାଙ୍କ କରିଦେବି ସମସ୍ତେ ଉଠିଯିବେ ହେଲା ଯୋଉ ମୁନି ସମୟ କମେଡି ଦେଖୁଛି ହେଲା ମୁନି ସମୟ କମେଡିରେ ଭୂତ ପ୍ରାଙ୍କ ଯୋଉ ହଡସ୍ ପ୍ରାଙ୍କ ହରସ୍ ସେ ହରସ୍ ପ୍ରାଙ୍କ କଲି ଦେଖେ କ୍ଲିପ ଲଗେଇଛି ହେଲା ଦେଖ ଓକେ ଏମିତି ଏକ କଲି ସିସି କ୍ୟାମେରା ଲଗେଇ ଦେବ ନା ଏଇଠି ହେଲା ସବୁ ଜଣା ପଡ଼ିଯିବ ପ୍ରାଙ୍କ ତାପରେ ମୁଁ ସେଇଟା ଅପଲୋଡ଼ କରିଦେବି ୟୁଟ୍ୟୁବରେ କେମିତି କଲୁ ଦେଖୁନ ମୁଣ୍ଡ ଟିକେ ଆସ ଏମିତି ଆଗ ଟିକେ କରିଦେଲି ଆଗ ଭୂତ ହେଲା ମାନେ ଚୁଟି ଆଗ ପ୍ରଥମେ ଚୁଟି ଚୁଟିଟା ଆଗକୁ ପଡିବ ଚୁଟିଟା ଟିକେ ଏମିତି ଭୂତ ଟାଇପ ହବା ସିଏ ଶୁଣ ଓକେ 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 ଏମିତି ସିଏ ସେଇଥିପାଇଁ ଚୁଟି କାଟିଦେଲା ତୁ ପୁରା ଇମୋସନାଲ ଯେମିତି ଇମୋସନାଲ ହେଇଥିଲୁ ସେଦିନ ସେମିତିଆ ପୁରା ହସ ନାହିଁ ଫସ ନାହିଁ କିଛି ନାହିଁ ପୁରା ବଢ଼ିଆ ଆକ୍ଟିଂ କରିଥିଲା ବା ପୁରା ମୁହଁରେ କିଛି ହସ ନାହିଁ ପୁରା ହଁ ସତ ନିଜେ ଦେଖି ଆଉ ତୁ ଶୁଣ ନୂଆ ସିମ୍ ଆଣିଥିଲି ସେ କହିଲେ ବାରମ୍ବାର ହସୁଛି ରାଗି ଇଚ୍ଛା ତୁ ଶୋଇପଡ଼ିଲୁ ହଁ ଶୋଇଛି ତୋର କାହିଁ ଚିନ୍ତା ରହିବ ତୋ ଘର ପରିବାର ସବୁ ଧ୍ୱଂସ ହବ ହସିବୁନି ନା ସେଦିନ ହସି ନଥିଲୁ ହସିବୁନି ଯେମିତି କରୁଥିଲୁ ସେମିତି କର ହଁ ଧ୍ୱଂସ ହବ ତାପରେ ଏମିତି ଏମିତି ପ୍ରାଙ୍କ କରିବା ଚକ୍କରରେ ମୁଁ ହସିନି ହେଲା ହଁ ମୁଁ ତ ସେଇଆ ଦେଖୁଛି ମୁଁ ଜାଣିଛି ଏ ପ୍ରାଙ୍କ କରୁଛି ରୋଲ୍ କରୁଛି ମୁଁ ଭଲ କି ଜାଣିଛି ମୁଁ ଯେତେ ତୋ ବାପା କରେ ତୋ ବାପା କ'ଣ ବିଶ୍ୱାସ କରୁଛି ନା ଆଉ ଫାଷ୍ଟ କର କଟେଇ ଫାଷ୍ଟ ର 1 2 ତୁ ଭାବିଛୁ କ'ଣ ସବୁ ର ମୁଁ କରିନି ମୁଁ ଆଗ ପଚାରିବି ମୁଁ କହିଲି ସେଦିନ ପ୍ରାଙ୍କ କରୁଥିଲି ତୁ କହିବୁ ହଁ ରହିତେ ମୁଁ କହୁଛି 1 ୟାଡ ନାନି ୟାଡ 2 ଆରେ 1 2 3 ଷ୍ଟାର୍ଟ ହଁ ସେଦିନ ଯେଉଁ କରୁଥିଲୁ ତୁ ସବୁ କ'ଣ କରୁଥିଲୁ ପ୍ରାଙ୍କ କରୁଥିଲୁ ନା ମୁଁ ଜାଣିଛି ତୁ କହୁଥିଲୁ ତୁ ସେ ଯେଉଁ ମୁଣ୍ଡ କମେଡ଼ି ପ୍ରାଙ୍କ କରିବୁ ବୋଲି ମୁଁ ସେଥିପାଇଁ ବାପାଙ୍କୁ କହିଲି ତୁ ସେ ରୋଲ୍ କରୁଛି ସେ ତୋ ବାପା ବୁଝୁନାହାନ୍ତି କାରଣ ତୁ ମୋତେ ଆଗରୁ କହୁଥିଲୁ ଏମିତିଆ ରୋଲ୍ କରିବୁ ବୋଲି କାହିଁକି ନା ମୁନି ସବୁ କମେଡ଼ିରେ ବହୁତ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ସବୁ ଆସିଛି ସେଇଥିପାଇଁ ମୁଁ କହିଲି ମୁଁ ଟିକେ ହରସ୍ ପ୍ରାଙ୍କ କରିବି ହରସ୍ ପ୍ରାଙ୍କ ହଁ ଏମିତି ବସିଲି ହେଲା ଚୁଟି କରି ଆଗରେ ସମସ୍ତଙ୍କୁ ମାରିଦେବି ଗହ୍ମା ପୂର୍ଣ୍ଣିମା ଦିନ ସମସ୍ତଙ୍କୁ ଦୋଷ କରିଦେବି ତୁ କ'ଣ ଭାବିଛୁ ତୁ ମଙ୍ଗଳବାରକୁ ନେଇଗଲେ ତୋ ଝିଅ ଭଲ ହେଇଯିବ କେବେ ଭଲ ହବନି ମାରିଦେବି ସମସ୍ତଙ୍କୁ ଧ୍ୱଂସ କରିଦେବି ସମସ୍ତଙ୍କୁ ଧ୍ୱଂସ କରିଦେବି ମତେ ଚିହ୍ନିନି ମା ମଙ୍ଗଳବାର ଡౌଁରି ଆଣି ପିନ୍ଧଉଛୁ ତୋ ଝିଅକୁ ତୁ ଜାଣିନୁ ମୁଁ କେତେ ହାରାମି ମୁଁ ଆତ୍ମା ତାର ନା ମତେ ପଠାଯାଇଛି ଆଉ ଗୋଟେ କ'ଣ ଗୋଟେ ଗଙ୍ଗା ମା ଗୋଟେ କ'ଣ ଗୋଟେ କହୁନଥିଲୁ ମୋତେ ସେତେବେଳେ ଜଷ୍ଟ ଟିକେ ନିଦ ଭାଙ୍ଗି ଆସିଥିଲା କ'ଣ ଗୋଟେ ଗଙ୍ଗା ମା ଗୋଟେ କହୁଥିଲୁ ଗୋଟେ କ'ଣ ମୋତେ ଗଙ୍ଗା ମା ନା କ'ଣ ଏମିତି ଗୋଟେ କ'ଣ କହୁନଥିଲୁ ଗଙ୍ଗା ମା ନା କ'ଣ ଗୋଟେ ଗଙ୍ଗା ନା କ'ଣ ଏମିତି ଗୋଟେ କହୁନଥିଲୁ ନା ଗଙ୍ଗା ମା ଶୁକାଗଲା ସେମିତି କେମିତି କହୁଛୁ କ'ଣ ଗୋଟେ କହିଲା ନା ସେମିତି କିଛି କହିନି ଗହ୍ମା ପୂର୍ଣ୍ଣିମା
ସେ ଗହ୍ମା ପୂର୍ଣ୍ଣିମା ତମେ ହେଇଥିବ ମତେ ନିଦ ଲାଗେ ଶୁଣ ରାକ୍ଷୀ ପୂର୍ଣ୍ଣିମା ଦିନ ତମକୁ ସେ ଗହ୍ମା ପୂର୍ଣ୍ଣିମା କହିଥା ମତେ ଗଙ୍ଗା ସୁଗା ହେଇଥିବ ବୁଝିଲି ମତେ ନିଦ ଲାଗୁଛି ଗହ୍ମା ପୂର୍ଣ୍ଣିମାରେ ତମ ସମସ୍ତଙ୍କୁ ରୋଷ କରିଦେବି ଆଉ ଘର ଚାରିଖର କରିଦେବି ଆଉ ତୋ ସ୍ୱାମୀ କି ଗାଡ଼ି ଆସିଲେ ମାରିଦେବି କହିଛି ଯାହା କହିଥିଲୁ ସେଇଦିନ ସେଇଆ ହଁ ସେ କହିଛି ମତେ ନିଦ ଲାଗୁଛି ମୁଁ ପ୍ରାଙ୍କ୍ କରୁଥିଲି ବାବାଙ୍କର ମତାମତ ଜାଣିକି ଜାଣିଗଲୁ ତ ଏଇନା ଭାରି ତୋ ଉପରେ ପଡିଗଲା ଭାରି ପଇଲା ଆରେ ଶୁଣ ଭାରି ପଇଲା ତମେ ଟିକେ ନାକୁ ଟର୍ଚ୍ଚ କରି ଦେଖ ପୋଲିସ ଥାନେ ଦେଇଦେବି ଏବେ ଭାରି ତୋ ଉପରେ ପଇଲା ନା ତୁ ମିଛି ମିଛିକା କଲୁ ପ୍ରାଙ୍କ୍ କଲୁ ମିଛି ମିଛିକା ଆରେ ସମସ୍ତେ ପ୍ରାଙ୍କ୍ କରୁଛନ୍ତି ଏମିତି ବି ରାତିରେ କେହି ଜାଣିପାରନ୍ତିନି 12ଟା ରାତି 2ଟା ରାତି ମେନ୍ ଭୂତର ପାଠ କରିବା କି 2ଟା ମାମା ଆଉ 12ଟା ତ କଣ ଡରିଗଲାଣି ପାସ୍ ହେଲା ସୁ ତମକୁ ନେଇଯିବି ଡରିଗଲା ନା ତାକୁ ଏବେ ଡରେଇ ଦଉନା ପ୍ରାଙ୍କ୍ କରିକି ଦେବି ଧରିକି ଆସିବିନି ରୁମ୍ କି ପ୍ରାଙ୍କ୍ ମୁହଁରେ ସିନା ହସ ଲାଗୁଥିଲା ତୁ କିନ୍ତୁ ବଢିଆ ରୋଲ କରୁଥିଲୁ ଜମା ହସ ନାହିଁ ପୁରା ସିରିୟସ୍ ତମେ ତ ସେ ତ କୁହନି ମୁଁ କାରଣ ହେଲେ ମୁଁ ଏତେ ହସ ଲାଗୁଛି ବାପା ଯେତେବେଳେ ସିଏ ବସି ଦଉଛି ଚୁଟି ଟିକେ ଏମିତି କରିଦଉଛି ଏମିତି ଟିକେ ଅନେଇ ଦଉଛି ତାପରେ ପୁଣି ସେ ଆକ୍ଟିଂ କରୁଛି ପ୍ରାଙ୍କ୍ କେମିତି ଲାଗିଲା ଆପଣଙ୍କୁ ଏ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ଲାଇକ୍ କରିବେ ସେୟାର କରିବେ କମେଣ୍ଟ କରିବେ ୟୁଟ୍ୟୁବରେ ଛାଡ଼ିଦେବ ହଁ